ସୁନ୍ଦରଗଡ଼ରେ ଚିନ୍ତାଜନକ ଘଟଣା। ଜଙ୍ଗଲରେ ପଡ଼ିଛି ପୁଳାପୁଳା ସରକାରୀ ଔଷଧ। ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ଅମଲିପାଲି ବାଇପାସ୍ ରାସ୍ତା କଡ଼ରେ ଜଙ୍ଗଲ ମଧ୍ୟରେ ପୁଳାପୁଳା ସରକାରୀ ଔଷଧ ପଡ଼ିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ସ୍ଥାନଟି ସୁନ୍ଦରଗଡ଼ ଗଭର୍ଣ୍ଣମେଣ୍ଟ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ ପ୍ରାୟ 2 କିଲୋମିଟର ଦୂରରେ ଅବସ୍ଥିତ। ଏହି ଘଟଣାରୁ ସ୍ୱାସ୍ଥ୍ୟ ବ୍ୟବସ୍ଥାପନା ଉପରେ ଗୁରୁତର ପ୍ରଶ୍ନ ଉଠିଛି। ସରକାରୀ ଔଷଧ କେମିତି ଏଭଳି ଭାବେ ଫୋପଡ଼ା ହେଲା, କେଉଁଠାରୁ ଆସିଲା ଓ କାହାର ଅବହେଳାରୁ ଏ ପରିସ୍ଥିତି ହେଲା, ସେଥିପାଇଁ ତଦନ୍ତ ଆବଶ୍ୟକ। ସ୍ଥାନୀୟ ଲୋକମାନେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ତତ୍କାଳ ତଦନ୍ତ ସହିତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଏହା କେବଳ ସରକାରୀ ସମ୍ପତ୍ତିର ଅପବ୍ୟବହାର ନୁହେଁ, ବରଂ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ଗୁରୁତର ବିଷୟ। ସୁନ୍ଦରଗଡ଼ରୁ ବଳରାମ ପ୍ରୁସେଟଙ୍କ ରିପୋର୍ଟ, ଓଡ଼ିଶା ହାଲଚାଲ।